শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ভাগবত পঞ্চম স্কন্ধ অষ্টম অধ্যায়। অষ্টমে ভরত রাজন করন্তে বিষ্ণু আরাধন। মৃগ পোষণে দেলে মন লভিলে মৃগ রূপে জন্ম। শ্রী শুকৌবাচ শুণ রাজন সাবধানে। গণ্ডকীরে একদিনে স্নান আহ্নিক ক্রিয়া সারি ভরত গোবিন্দ সুমরি। ତିନି ମୁହୂର୍ତ୍ତ ଜଳେ ରହି ଏକାନ୍ତ ବ୍ରହ୍ମକୁ ଭାବଇ। ସେ କ୍ଷଣେ ଶୁଣ ମହିପାଳ ହରିଣୀ ଏକ ତୃଷ୍ଣାକୁଳ। ମିଳିଲା ଜଳାଶୟ ତୀରେ ଜଳ ପିଇ ଶେଷ ଧୀରେ। ହେମନ୍ତ ସମୟେ ରାଜନ ମୃଗେନ୍ଦ୍ର ଭୟଙ୍କର ସ୍ୱନ। ଉଠିଲା ଅଳ୍ପ ଦୂର ବନେ ଜଳ ପିଅନ୍ତେ ଅତି ଛନେ। ସେ ମୃଗ ବଧୂ ତାହା ଶୁଣି ଅତି ଚକିତେ ନୃପମଣି। ଚାରି ଦିଗରେ ସେ ନୟନ ବୁଲାଇ ଅତି ଘନ ଘନ। ନିକଟେ ସିଂହ ପ୍ରାୟ ମଣି ଅତି କାତରେ ସେ ହରିଣୀ। ଜଳପାନରେ ତୃଷା ତାର ପୂର୍ଣ୍ଣ ନହିଛି ନୃପବର। ଜଳୁ ଉଠିଣ ଧାତିକାରେ ଡେଇଁଲା ମରଣ କାତରେ। ସ୍ୱଭାବେ ଗର୍ଭ ହୋଇଥିଲା ସେ ଗର୍ଭ ଜଳରେ ପଡ଼ିଲା। ଗର୍ଭ ନିପାତେ ଖେଦମତି ପ୍ରାଣ ତେଜିଲା ମୃଗ ସତୀ। ନଦୀରେ ଦେଖି ମୃଗ ବାଳ ସେ ଯେ ଭରତ ମହିପାଳ। ମାତାର ମୃତ୍ୟୁ ତାର ଦେଖି ଦୟାରେ ଅଶ୍ରୁ ପୂର୍ଣ୍ଣ ଆଖି। ମୃଗ ନନ୍ଦନ ଘେନି କରେ ଆଶ୍ରମେ ମିଳିଲେ ସତ୍ୱରେ। ସେ ମୃଗ ନନ୍ଦନର ତହିଁ ଅତ୍ୟନ୍ତ ସ୍ନେହ ଭରା ହୋଇ। ନିତ୍ୟ କୋମଳ ଦୁର୍ବାଙ୍କୁର ଲୋଡ଼ି ଆଣଇ ନୃପବର। ଯାହା ସେ କରେ ଅଭିଳାଷ ତା ଦେଇ କରେ ମନ ତୋଷ। ତା ସେବା ନିରତେ କରଇ ମାୟାରେ ମତି ଭ୍ରମ ହୋଇ। ଯମ ନିୟମ ଶ୍ରଦ୍ଧା ଯେତେ ବିସ୍ମୟ ହେଲା ନୃପଚିତେ। କେତେ ହେ ଦିନ ଅନନ୍ତର ପ୍ରଭୁର ସେବା କଲା ଦୂର। ଜଗତ ପିତା ମାତା ହରି ତାର ଚରଣ ଚିତେ ଧରି। ଦାରାତ ନୟ ଆଦି ଯେତେ ସକଳ ଦୂର କରିଚିତେ। ଏ ଭାବେ ଥିଲା ସେ ରାଜନ ଦେଖ ଏହାର ମୂଢ଼ପଣ। ସକଳ କର୍ମ ଦୂର କଲା ମୃଗ ବାଳକେ ମନ ଦେଲା। ବିଚାରେ ମାତା ପିତା ଭାଇ ଏହାର ଆନ କେହି ନାହିଁ। ଆଶ୍ରୟ କରିଅଛି ମୋତେ ମୁଁ ତାକୁ ତେଜିବି କେମନ୍ତେ। ଏ ସାଧୁ କର୍ମର କାରଣ ଏମନ୍ତେ ଚିନ୍ତିଣ ରାଜନ। ଆସନ ଶୟନ ଗମନେ ସ୍ନାନ ଭୋଜନ ଜଳପାନେ। ମୃଗ ବାଳକେ ମନ ତାର ନିମିଷ ମାତ୍ର ନୁହେଁ ଦୂର। କାଷ୍ଠ ପଳାଶ ଆଣିବାରେ ଯେବେ ସେ ଯାଇ ବନସ୍ତରେ। ମୃଗ ବାଳକ ଘେନି ସଙ୍ଗେ
ପଥେ ଚଳଇ ନାନା ରଙ୍ଗେ ବାଳକ ଚାଲି ନ ପାରଇ ଭରତ ମନେ ବିଚାରଇ ଅତ୍ୟନ୍ତ ସ୍ନେହ ବଶ ହୋଇ କନ୍ଧେ ତାହାକୁ ସେ ବହଇ ହୃଦୟରେ ଆରୋପି ହରସେ ବାହୁରେ ଭିଡ଼େ ସ୍ନେହ ବସେ ସ୍ନାନ ଭୋଜନ ବେଳେ ତାର କ୍ଷଣେ ନ କରେ ଅନ୍ତର କ୍ଷଣ ମାତ୍ର କେ ନୃପବର ନ ଦେଖି ମୃଗର କୁମର ଅସ୍ଥିରେ ତାହାକୁ ଲୋଡ଼ଇ ପୁଣି ସେ ଯେବେଟି ଦେଖଇ ଚଞ୍ଚଳ ଚିତ୍ତ ସ୍ଥିର କରେ ଆଶିଷ ଦିଅଇ ତାହାରେ ହେ ବତ୍ସ ତୋହର କଲ୍ୟାଣ ସର୍ବତ୍ର କରୁ ନାରାୟଣ ଯେବେ ନିମିଷେ ନ ଦେଖଇ ଶୋକ ସାଗରେ ସେ ବୁଡ଼ଇ କୃପଣ ଦ୍ରବ୍ୟକୁ ଯେ ସନ ଚୌର୍ଯ୍ୟ କରି ନେଲେ ଆନ ତେମନ୍ତ ପ୍ରାୟ ମହିପାଳ କ୍ଷଣେ ନ ଦେଖି ମୃଗ ବାଳ ବିହଳେ ହୃଦୟ କାତର ଲୋଡ଼ଇ ମୃଗର କୁମାର ଭ୍ରମେ ବୋଲଇ ବାକ୍ୟମାନ ମଲା କି ମୃଗର ନନ୍ଦନ କି କର୍ମ କଲି ମୁଁ କିରାତ କେଣେ ମୋ ଗଲା ମୃଗ ସୁତ ମୃଗ ବାଳକ ସୁକଲ୍ୟାଣୀ ଚରୁକି ଥିବ ଉପବନେ ପ୍ରଭୁ କି ରଖିଥିବେ ତାରେ ଦେଖିବି ନୟନ ଗୋଚରେ କିଏ ବା ମୃଗ ବାଳେ ମୋର ଭଖିଲେ ବ୍ୟାଘ୍ର ବା କୁକୁର ରବିର ଅସ୍ତ କାଳ ହୋଇ ମୋ ମୃଗ ସୁତ ନଦୀ ସଇ ଶୋକେ ଆକୁଳ ମୋର ଦେହି ସେ ଆସି ସୁଖକୁ ନ ଦେଇ ସେ ମୃଗ ରାଜର କୁମର ମନୋଜ୍ଞ ଗମନ ତାହାର କ୍ଷଣକେ ଆଶ୍ରମ ଲୋକର ଦୁଃଖ ଖଣ୍ଡଇ ନିରନ୍ତର ମିଥ୍ୟାରେ ଚକ୍ଷୁ ବୁଝି ମୁହିଁ କ୍ଷଣ ମାତ୍ରକ ଯେବେ ରହି ଚକିତ ପ୍ରାୟ ସେ ହୁଅଇ ମୋହର ଅଗ୍ରତେ ଲୋଟଇ ଋଷି କୁମାରଙ୍କର ସଙ୍ଗେ ଖେଳୁ ଯେ ଥାଇ ନାନା ରଙ୍ଗେ କୋମଳ ତୃଣାଙ୍କୁର ମାନ କୁମାର ଦିଅନ୍ତି ବହନ ସେ ସର୍ବ ସୁଖ ଦୂର ହେଲା ମୃଗ ବାଳକ କେଣେ ଗଲା ସେ ମୋର କୃଷ୍ଣ ସାର ବାଳ ମୃଦୁ ତାହାର ପାଦ ତଳ କୋମଳ ଖୁର ଫୁଟ ପଙ୍କ୍ତି ସେ ମୋର ଦ୍ରବିଣ ସମ୍ପତ୍ତି ପଥରେ ପଦ ଚିହ୍ନ ଦେଖି କହଇ ନିରେଖି ନିରେଖି ଧ୍ୟାନ ପୃଥିବୀ ତୋର ପୁଣ୍ୟ ଏ ଚିହ୍ନ କଲୁ ତୁ ଧାରଣ ବିପ୍ରଙ୍କ ଯଜ୍ଞ ସ୍ଥାନ ପ୍ରାୟ ତୋ ଦେହ ଶୋଭାକୁ ଯେ ପାଏ ପୁଣି ଉର୍ଦ୍ଧ୍ୱକୁ ଦୃଷ୍ଟି ଦେଲା ଯହୁଁ ସେ ଚନ୍ଦ୍ରକୁ ଦେଖିଲା ତହିଁ ଦେଖିଣ ମୃଗ ଚିହ୍ନ ଭାବିଲା ନିଜ ମନେ ମନ ମୃଗ ଶାବକ ଦେଖି ଏକ ଦୟାରେ କିତ୍ନାରା ନାୟକ ସିଂହ ଭୟରୁ ରକ୍ଷା କଲେ ଆପଣା ନିକଟେ ରଖିଲେ ଅତ୍ୟନ୍ତ ସୁଖକୁ ସେ ଦେଇ ତା ବିନୁ ମୋର କେହି ନାହିଁ ଏ ଯେ ଆଶ୍ରମ ମୁନିଗଣ କରନ୍ତି ନାନା ଶୁଭ କର୍ମ ହରସ ଚିତେ ମୁନିଗଣ କରନ୍ତି ତାହାରେ କଲ୍ୟାଣ ମୃଗେନ୍ଦ୍ର ଭୟରୁ ତାହାର ମାତା ଯେ ଛାଡ଼ିଲା ଶରୀର ତେଣୁ ମୁଁ ଲଭିଲି ତାହାରେ
ଏବେ ସେ ଗଲା ବନ ଘୋରେ ଏମନ୍ତେ ଶୁଣ ମହିପାଳ କ୍ଷଣେ ନ ଦେଖି ମୃଗ ବାଳ ବ୍ୟର୍ଥ କର୍ମରେ ସେ କାତର ସୁକର୍ମ ତେଜି ନୃପବର ପୂର୍ବ ତପସ୍ୟା ହତ ତାର ଶୁଭ କର୍ମକୁ କଲା ଦୂର ଅଖିଳ ବ୍ରହ୍ମାଣ୍ଡ କାରଣ ଅନାଦିନାଥ ନାରାୟଣ ତାର ଚରଣ ଦୂର କରି ମୃଗ ବାଳକ ମନେ ଧରି ମୁଖ୍ୟ ପଦକୁ ପ୍ରତିବନ୍ଧ ସେ ମୃଗ ବାଳ ପଶୁ ମନ୍ଦ ତହିଁ ଅତ୍ୟନ୍ତ ଭାବ କଲା ଯୋଗନାଶନ ନ ଜାଣିଲା ମୃଗର ନାଳନ ପାଳନ ଏଣେ ହରଇ ସେହୁ ଦିନ ଏମନ୍ତେ କେତେ ଦିନ ଗଲା ଆୟୁଷ ଶେଷତା ହୋଇଲା ଏମନ୍ତେ ଶୁଣ ହେ ରାଜନ କାଳର ହେଲା ସେ ଅଧୀନ ସମୀପେ ଦେଖି ମୃଗ ବାଳ ଶୋକରେ ହୋଇଲା ବିକଳ ପୁତ୍ରର ପ୍ରାୟ ସ୍ନେହ ଭରେ ମନ ଅର୍ପିଲା ତାହାଠାରେ ତକ୍ଷଣେ ପ୍ରାଣକୁ ଛାଡ଼ିଲା ମୃଗ ଶରୀରକୁ ଲଭିଲା ପୂର୍ବ ଜନ୍ମର କଥା ତାର ସ୍ମରଣ ହେଲା ନୃପବର ମୃଗ ଜନ୍ମର ଯେ କାରଣ ମନେ ଜାଣିଲା ସେ ରାଜନ ପ୍ରଭୁର ସେବା ଭ୍ରଷ୍ଟ ହୋଇ ମନେ ବହୁତ ତାପ ପାଇ ଅତ୍ୟନ୍ତ ଶୋକ କରି ମନେ ବୋଲଇଲ ତକ ନୟନେ ଭ୍ରଷ୍ଟ ହୋଇଲି ମୁଁ ପାମର ପ୍ରଭୁର ସେବା କଲି ଦୂର ସମସ୍ତ ତପ କୁହୁଡ଼ିଣ ବିବିଧ ଯଜ୍ଞ ଶୁଭ କର୍ମ ନାମ ଶ୍ରବଣ ଉଚ୍ଚାରଣ ନିରତେ କରି ଆରାଧନ ସକଳ ଆତ୍ମା ଭଗବାନ ମନ ଅର୍ପିଲି ଅନୁଦିନ ଯେଣୁ ସେ ସକଳ ଛାଡ଼ିଲି ମୃଗ ବାଳକେ ମନ ଦେଲି ତେଣୁ ଏ ଜୀବନ ମୋହର ପାଇଲା ମୃଗର ଶରୀର ଏମନ୍ତ ମନରେ ବିଚାରି ଚଞ୍ଚଳ ଚିତ୍ତ ସ୍ଥିର କରି ଆପଣ ମାତା ଯେ ହରିଣୀ ତାହାକୁ ତେଜି ନୃପମଣି ପ୍ରଭୁର ଅତି ପ୍ରିୟ ସ୍ଥାନ ଯେ ତୀର୍ଥଶାଳ ଗ୍ରାମ ନାମ ପରମ ସାଧୁ ଭକ୍ତ ଜନେ ଅଛନ୍ତି ଯହିଁ ମୁନି ମାନେ ତହିଁ କି ଶୀଘ୍ର ଚଳି ଯାଇ ରହିଲା ମୃତ୍ୟୁ ବାଟ ଚାହିଁ କୁସଙ୍ଗ ଦୋଷକୁ ସେ ଡରି ମନେ ଚିନ୍ତଇ ନରହରି ନିରସ ଦଳ ସେ ଭକ୍ଷଇ ମୃଗ ଶରୀର ଯିବା ପାଇଁ ଏମନ୍ତେ କରଇ ବିଚାର କେବେ ତେଜିବି କଳେବର ଏମନ୍ତେ ଶୁଣ ହେ ରାଜନ କେତେ ହେ ଗଲା ତହିଁ ଦିନ ସେ ତୀର୍ଥ ଜଳରେ ତାହାର ତେଜିଲା ମୃଗ କଳେବର ଯେ ପ୍ରଭୁ ବ୍ରହ୍ମାଣ୍ଡ କାରଣ ବ୍ରହ୍ମା ଚିନ୍ତଇ ଯାଚରଣ ସେ ଚକ୍ରଧର ନାରାୟଣ ପଦ ପଙ୍କଜ ସୁମରିଣ କହଇ ବିପ୍ର ଜଗନ୍ନାଥ ସାଧୁ କହିତେ ଭାଗବତ ପଞ୍ଚମ ସ୍କନ୍ଧେ ହରି ବାଣୀ ଶୁଣି ସଂସାରୁ ତର ପ୍ରାଣୀ।